ମୁଁ ନିଜେ ପ୍ରତ୍ୟକ୍ଷଦର୍ଶୀ। ଆଉ କାଲି ମୁଁ ଯାଇକିରି ପୁରୀରେ ପହଞ୍ଚିଲି ରାତି 12ଟା ସୁଦ୍ଧା ପହଞ୍ଚିଲି। ପହଞ୍ଚିଲା ପରେ ମୁଁ ଦେଖିଲି ଯେ ଯୋଉଠି ଆମର 3 ରଥ ଅଛନ୍ତି ଆଉ ସେ ଜାଗାଟାରେ ଏତେ ଲୋକ ନଥିଲେ, ବହୁତ କମ୍ ଲୋକ ଥିଲେ। ବହୁତ କମ୍ ମାନେ ଲୋକ ଭର୍ତ୍ତି ଥିଲେ, ସବୁ ବସିଥିଲେ, ସମସ୍ତେ ବସିଥିଲେ। ଆଉ ଆମେ ତ ସେଠି ଠିଆ ହେଲୁ। କିନ୍ତୁ ଆକ୍ଚୁଆଲି କ'ଣ ହେଲା କି ସେଇ ରାତି 12ଟାଠୁ ପହଡ଼ ଖୋଲିଆ 3:30 4ଟା ପର୍ଯ୍ୟନ୍ତ ବହୁ ଲୋକ ପଳେଇ ଆସିଲେ, ମାନେ ଯୋଉଟାକି ସୀମା ବାହାରେ। ଆମେ ବି ଯାଇକି ବାହାରେ ବୁଲୁଥିଲୁ, ଆମେ ବି ମାନେ ଆଶ୍ଚର୍ଯ୍ୟ ହେଇଗଲୁ ଯେ ଏତେ ଲୋକ ହେଲେ ଧସ୍ତାଧସ୍ତି। ଆଚ୍ଛା, ସେଇ ଭିତର ସମୟଟା ଯୋଉ ଏତେ ଲୋକ ଆସିଗଲେ, ଆଚ୍ଛା ଯୋଉମାନେ ସବୁ ବାହାରେ ସେ ସାମ୍ନାରେ ସବୁ ବସିଥିଲେ, ପଲିଥିନ୍ ପକେଇ ବସିଥିଲେ, ସେମାନେ ସବୁ ଲୋକ ପଛୁ ତାଙ୍କୁ ଧକ୍କା ଫକା ମାରିକି ପୁରା ବହୁତ ଠିଆ ହେଇକି ପହଡ଼ ଆମର ଖୋଲିଲା। ଯେତେବେଳେ ଠାକୁରଙ୍କର ଜଗନ୍ନାଥଙ୍କର ଯୋଉ ପ୍ରଥମ ଖୋଲିଲା, ତାପରେ ସବୁ ଠାକୁରଙ୍କ ଯୋଉ ତାଙ୍କୁ ଇଏ ତାଙ୍କର ଦର୍ଶନ ପାଇଁ ଯୋଉ ତାଙ୍କୁ ଖୋଲି ଦିଆଗଲା, ସେଇ ସମୟରେ ଲୋକ ସବୁ ହାଉଜା ହେଇକି ସବୁ ବାହାରକୁ ମାଡି ଆସିଲେ। ଆଉ ଯୋଉମାନେ ବସିଥିଲେ ସେମାନେ ବି ଏଠି ପଡିଲେ। ଆଚ୍ଛା, କେତେବେଳେ ଜିନିଷ ମୁଁ କହୁଛି, ମୁଁ ଯୋଉଟା ଫିଲ୍ କଲି ମୁଁ ସେ କଥାଟା ଆପଣଙ୍କୁ କହୁଛି ଯେ ସେଇ ସମୟ ଭିତରେ ଯୋଉ ଏତେ ଲୋକ ଆସିଗଲେ, ଆଚ୍ଛା ଆସିଗଲେ ଠିକ ଅଛି, କିନ୍ତୁ ଗୋଟେ କଥା ମୁଁ ଦେଖିଲି, ଜଗନ୍ନାଥଙ୍କ ବଳଭଦ୍ର ସୁଭଦ୍ରା ରଥ ଯୋଉଠି ଥିଲା ସେ ପୁରା ଲାଗିକି ଥିଲା। ଯଦି ଆଉ ଟିକେ ଡିଷ୍ଟାନ୍ସରେ ଥାନ୍ତା, ସେ ଫ୍ରଣ୍ଟ ଲୋକ ତ ଆଉ କିଛି ବସି ପାରିଥାନ୍ତେ। ସେ ହେଲା ଗୋଟେ ମାନେ କ୍ଲଜ। ଦ୍ୱିତୀୟ କ୍ଲଜ ହଉଛି ଯୋଉ ସିଧାରେ ସେମାନେ ଥିଲେ, ସେ ଯୋଉ ଗୋଟେ ଛୋଟ ପ୍ୟାସେଜ ଥିଲା, ଯୋଉ ପ୍ୟାସେଜରେ ଆପଣଙ୍କର ଏପଟୁ ଲୋକ ଆସିଲେ, ଭିଡିକି ଆସିଲେ ଲୋକ ଏପଟକୁ, ମାନେ ଆମର ମାଉସୀ ମା ମନ୍ଦିର ପଛପଟୁ। ଆଚ୍ଛା, ଏପଟେ ଯୋଉ ଆମର ଅଛି ମେଡିକାଲ ଆଡକୁ ଆସିଲେ, ଏଇପଟେ ଲୋକ ଆସିଲେ, ଏପଟେ ଲୋକ ବି ଗଲେ। ଆଚ୍ଛା, ଯୋଉ ଲୋକ ଠିଆ ହେଇ ରହିଲେ ସେପଟେ କାନ୍ଥ ପାଖରେ ଠିଆ ହେଇ, ଯୋଉ ମାର୍କେଟ ଗୁଡାକ ସବୁ ଅଛି, ଠିଆ ହେଇ ରହିଲେ, ସେ ଅଧା କବ୍ଜା କରି ରହିଲେ। ତ ସେଇ ଗଳିଟା ହଉଛି ସବୁଠି ଜାମ୍ ହେଲା। ଆଚ୍ଛା, ଯାହା ଫଳରେ ସେଇ ଲୋକ ଆଉ କେହି ଅବସ୍ଥାରେ ନାହାନ୍ତି, ପଡି କଚାରି ହେଇ ଉଠିଆଟି ବହୁତ ଇଏ ହେଇଗଲେ। ସିଏ ଚାଲିଲା ପ୍ରାୟ ସେଟା 1 hour ପର୍ଯ୍ୟନ୍ତ ଚାଲିଲା ଧସ୍ତାଧସ୍ତି। ତାପରେ ଦ୍ୱିତୀୟ କଥା ହଉଛି କ'ଣ, ସେଇ ସମୟରେ ଗାଡିଟା ଆସିଲା, ଯୋଉ ଟ୍ରକ୍ ଆସିଲା, ଟ୍ରକ୍ ଯେତିକି ସ୍ପେସ୍ ଅଛି ସେତିକି ସ୍ପେସ୍ ରେ ଲୋକମାନେ ଆଉଟ୍ ହେଇଗଲେ। ତ ସେଠି ବହୁତ ପଡିଗଲେ, ବହୁତ ଉଠିଛନ୍ତି। ଆଚ୍ଛା, ଏମିତି କି ସେଠି ଲୋକ ପଡିଲା, ଉଠି ପାରିଲେ, ଆଉ ଯିଏ ପଡିବ ସେ କେବେ ଉଠି ପାରିବ ନାହିଁ। ମୁଁ ଯୋଉଟା ପ୍ରାକ୍ଟିକାଲ ଜିନିଷ କହୁଛି, ଯାହା ବି ହୁଅନ୍ତା, ସେ ଇଲାକାରେ ପୋଲିସ ଗୋଟେ ଆମେ ଦେଖିବାକୁ ପାଇଲୁନି। ମୁଁ ମୋ କଥା କହୁଛି, ଗୋଟେ ପୋଲିସ ଆମେ ଦେଖିବାକୁ ପାଇଲୁନି ସେଠି। ଆରେ ପୋଲିସ କିଛି ଥାନ୍ତେ, କି ରାପିଡ ଆକ୍ସନ ଲୋକ ଥାନ୍ତେ। ଆଚ୍ଛା, ପ୍ରଶାସନ ଏତେ କ୍ୟାଲସ୍, ପୋଲିସ ବାଲା ନାହାନ୍ତି, କଲେକ୍ଟର ନିଜେ ସେମାନଙ୍କ କେହି ନାହାନ୍ତି, ମାନେ ମନ୍ଦିର ଆଡମିନିଷ୍ଟ୍ରେସନ ତାଙ୍କର କେହି ନାହାନ୍ତି, କେହି ନାହାନ୍ତି ଇଲାକାରେ। ଆଚ୍ଛା, ପାଣି ପାଇଁ ମାଗିଲେ ପାଣି ବାଲା କେହି ବୁଲୁ ନାହାନ୍ତି, ନାହାନ୍ତି, କେହି ତ ନାହାନ୍ତି, ଆଉ କେହି ନାହାନ୍ତି, ମାନେ କ୍ୟାଲସ୍ ଟାଇପର। ଆଉ ଯାହା ଫଳରେ ଏଇଟା ସେଥିପାଇଁ ଘଟିଲା ଯେ ଯଦି ପୋଲିସ ଥାନ୍ତା, ପୋଲିସ ମିନିମମ୍ 15 କୋଟିଟା ବୁଲିଥାନ୍ତେ, ମିନିମମ୍, ବେଶୀ ଛାଡନ୍ତୁ। ଲୋକ ଟିକେ ଯୋଉମାନେ ସେଠି ଏସ୍କେପ୍ ପାଇଁ ଡାକୁଥାନ୍ତି, ଯିଏ ପଡିଗଲେ ସେଠି। ଆପଣ ଦେଖନ୍ତୁ, ପୋଲିସ ଡିପାର୍ଟମେଣ୍ଟରେ ରାପିଡ ଫୋର୍ସ ଆକ୍ସନରେ ବହୁତ ଭଲ ଭଲ ସବୁ ମଜବୁତ ଲୋକ ଅଛନ୍ତି। ତାଙ୍କୁ ବାଛିକି ସେଇ ନାଇଟରେ ଡ୍ୟୁଟି ଦବା କଥା 20-25 ଜଣଙ୍କୁ। ସେମାନେ ପୁରା ବୁଲିବେ, ଦେଖିବେ କିଏ ପଡିଲା, କିଏ ତାକୁ ଠିଆ କରିବେ। କିଛି ନାହିଁ ଆଜ୍ଞା, ଗୋଟେ ପୋଲିସ ନାହାନ୍ତି, ମୁଁ ସିଧା କହୁଛି, ଗୋଟେ ଦେଖିବାକୁ ପାଇଲିନି କାହାକୁ। ଏତେ କ୍ୟାଲେସ ହେଲେ ହବ କି? ଆଚ୍ଛା, ଯାହା ଫଳରେ ଏଇଟା ଘଟିଲା ଆଉ କ'ଣ। ଆଚ୍ଛା, ମୁଁ ନିଜେ ମୋ କଥା କହୁଛି, ମୁଁ ତ ମିସେସ୍ ପଡି ଯାଇଥିଲା, ତାକୁ ଟେକିକି ଧରି ପେଲି ଆଣିକି ପୁରା ଟିକେ ଆଗରେ ଥୋଇଲି, ସିଏ ବି ସେମିତି ଅବସ୍ଥା ହେଇଥାନ୍ତା। ଆଉ ଆମ ଆଖି ଆଗଟା ସବୁ ଟେକି ନେଇ ପଳଉଥାନ୍ତି, ମାନେ ଯିଏ ପଡିବ ତାକୁ ଟେକା ହଉଥାଏ। ମୁଁ ଦେଖୁଥାଏ ସ୍ପଟରେ ସେମିତି, ମାନେ ଭୟାବହ ଅବସ୍ଥା। ଆଚ୍ଛା, ଆଉ ଗୋଟେ କଥା ହଉଛି, ପଲିଥିନ୍ ପକେଇ ସବୁ ବସିଥିଲେ, ସେ ପଲିଥିନ୍ ଗୁଡାକ ପାଣି ପଶି ସେ ଗୋଡ ବି ସ୍ଲିପ୍ କଲା। ଆଚ୍ଛା, ସେଠି ଦେଖନ୍ତୁ, ସେଠି ହଉଛି ସମ୍ପୂର୍ଣ୍ଣ କାମ ହଉଛି ମ୍ୟୁନିସିପାଲିଟିର। ପୁରୀ ମ୍ୟୁନିସିପାଲିଟି କିଛି ସେନ କରିନାହିଁ, ସିଏ ଅନେଇକି ସକାଳକୁ ସଫା କରିବ, ଏଟା ଭୁଲ ଜିନିଷ। ମୁଁ ଦେଖିଛି ସବୁ ଫଙ୍କସନ ଗୁଡାକରେ ଅନ୍ ହୋଲ୍ ନାଇଟ୍ ବ୍ୟାଚ୍ ପିନ୍ଧି, ହ୍ୱାଇଟ୍ ଡ୍ରେସ୍ ପିନ୍ଧିକିରି ଡଷ୍ଟବିନ୍ ଧରିକି ବୁଲୁଥିବେ, 20-25 ବୁଲୁଥିବେ। ସେଦିନ ରାତିରେ ମ୍ୟୁନିସିପାଲିଟିରେ ଗୋଟିଏ ଲୋକ ଆମେ ଦେଖିବାକୁ ପାଇଲିନି। ଯଦି ସେମାନେ ରାତିରେ ମ୍ୟୁନିସିପାଲିଟି ଲୋକ ସେ ପଲିଥିନ୍ ଉଠେଇ ନେଇଥାନ୍ତେ, କାହିଁ ଏମିତି ହେଇଥାନ୍ତା ମତେ କହୁନାହାନ୍ତି, କାହିଁ ଏମିତି ହେଇଥାନ୍ତା? ଆଉ ତାହେଲେ ଏମିତି ମ୍ୟୁନିସିପାଲିଟି କ୍ୟାଲସ୍, ପ୍ରଶାସନ କ୍ୟାଲସ୍, ପୋଲିସ କ୍ୟାଲସ୍, କିଛି ତ ନାହିଁ ଆଉ। ଆଉ ଏମିତି ଆଉ ଅବିକା ଏମିତି ଜିନିଷ ଆଉ କ'ଣ, ଆମେ ଖାଲି ଯୋଉଟା ମୁଁ ଯାହା ଫିଲ୍ କଲି ମୁଁ ଆପଣଙ୍କୁ କହୁଛି। ତେଣୁ ଏଇଟା ହଉଛି ଜିନିଷ, ଏମିତି ହେଲା ଆଉ। ଆଚ୍ଛା, ତମେ କ'ଣ ଆକଳନ କରୁନ ଯେ ସଟରଡେ ଅଛି, ସଣ୍ଡେ ଅଛି, 2 ଦିନ ଛୁଟି ଅଛି, ଲୋକ ଆସିବେ। ଆଉ ସବୁ ପ୍ରାୟ କଟକ ଭୁବନେଶ୍ୱର ଲୋକ, ଆମେ ତ ଭୁବନେଶ୍ୱର ଯାଇଥିଲୁ। ଆଉ ଏଇଥିପାଇଁ ଏଇଟା ଘଟିଲା ଆଉ। ଆଉ ଯଦି ଏଥିପାଇଁ ଏତେ ଭଲ ଭଲ ଦକ୍ଷ ଲୋକ ସବୁ ଅଛନ୍ତି, ଦକ୍ଷ ପୋଲିସ ଅଫିସର, ମାନେ ପ୍ରିକସନ ନେବେ ନାହିଁ, ଭାବିବେନି, ତାହେଲେ କ'ଣ କେମିତି ହବ? ଦେଖାଯାଉ, ଆମ ଚିଫ୍ ମିନିଷ୍ଟର ତ କ'ଣ ତାକୁ ତର୍ଜମା କରିବେ, କ'ଣ କରୁଛନ୍ତି ଦେଖାଯାଉ। ଯୋଉଟା ମୁଁ ଭାବିଲି ଆପଣଙ୍କୁ କହିଲି, ଫିଲ୍ କଲି ଆପଣଙ୍କୁ କହିଲି ଆଉ।
ଆଉ ସେଠି ପୋଲିସର ମ୍ୟୁନିସିପାଲିଟିର ଦେଖନ୍ତୁ ସେ ପଲିଥିନ୍ ଉଠେଇବା ପାଇଁ କେହି ନାହାନ୍ତି, ପାଣି ଦେବା ପାଇଁ କେହି ନାହାନ୍ତି, ଲୋକ ଚିତ୍କାର କରନ୍ତି ପାଣି ଦିଅ ପାଣି ଦିଅ, ପାଣି ଦେବା ପାଇଁ କେହି ନାହାନ୍ତି। ଆଉ ବର୍ଷା ବେଳେ ପାଣି ସ୍ପ୍ରେ କରିବେ, କେହି ତ ନାହାନ୍ତି ଆଉ। ନାହିଁ ପୋଲିସ, ନାହିଁ କଲେକ୍ଟର, ନାହିଁ ଆଡମିନିଷ୍ଟ୍ରେସନ, ନାହିଁ ପାଣି ବାଲା, ନାହିଁ ମ୍ୟୁନିସିପାଲିଟି ବାଲା, କେହି ନାହାନ୍ତି।